ନମ୍ବର 1 ବିଦାୟ ନେଲେ ମନମୋହନ। ପଞ୍ଚଭୂତରେ ବିଲୀନ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଭାରତୀୟ ଅର୍ଥନୀତିର ଅନ୍ୟତମ ବିନ୍ଦାଣୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ନୂଆଦିଲ୍ଲୀର ନିଗମବୋଧ ଘାଟରେ ଏକ ସକଳକୁଳ ପରିବେଷଣରେ ଶନିବାର ମଧ୍ୟାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ସହିତ ସେ ଚିରକାଳ ପାଇଁ ଏହି ଜଗତରୁ ବିଦାୟ ନେଇଛନ୍ତି। ପୂର୍ବ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରମୁଖର ସମେତ ବିଶିଷ୍ଟ ବ୍ୟକ୍ତିଶେଷମାନେ ପାର୍ଥିବ ଶରୀରରେ ପୁଷ୍ପାଞ୍ଜଳି ଅର୍ପଣ କରି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ନମ୍ବର 2 ଅକାରେ ପ୍ୟାକିଂ ହୋଇ ଭାସୁଥିଲା 60 ବର୍ଷୀୟ ବ୍ୟବସାୟୀଙ୍କର ମୃତଦେହ। ସମୟ ଗତ ଶୁକ୍ରବାର ଅପରାହ୍ନ ପାରଳାଖେମୁଣ୍ଡି ସୀତାସାଗରରୁ ଏକ ଅକାରେ ପ୍ୟାକିଂ ହୋଇଥିବା ମୃତଦେହ ଭାସୁଥିବାକୁ ଦେଖିବାକୁ ମିଳିଥିଲା, ଯାହାକୁ ତୁରନ୍ତ ଉଦ୍ଧାର କରିଥିଲା ପୋଲିସ। ଦେଖୁ ଦେଖୁ ମୃତଦେହଟି ଥିଲା ଜଣେ ବ୍ୟବସାୟୀଙ୍କର। ତେବେ ଏହି ମୃତ ବ୍ୟବସାୟୀ ଜଣକ ପାରଳାଖେମୁଣ୍ଡି ନୂଆ କ୍ୟାମ୍ପ ସାହି ତୃତୀୟ ଲାଇନର 60 ବର୍ଷୀୟ କୃଷ୍ଣଚନ୍ଦ୍ର ପଣ୍ଡା। ପୋଲିସର ସୂଚନା ଅନୁଯାୟୀ କୃଷ୍ଣଚନ୍ଦ୍ର ବୁଧବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନ ମିଳିବାରୁ ଗୁରୁବାର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପାରଳାଖେମୁଣ୍ଡି ଥାନା ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କୃଷ୍ଣ ଶେଖ ଥର ପାଇଁ ଦୃଶ୍ୟମାନ ହୋଇଥିବା ଅଞ୍ଚଳରୁ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା। ନମ୍ବର 3 ଇଗ୍ନୋରରେ ନାମଲେଖା ଆରମ୍ଭ। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟରେ ଜାନୁଆରୀ 25 ଶିକ୍ଷାସତ୍ର ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ନାତକ, ସ୍ନାତକୋତ୍ତର, ପିଜି, ଡିପ୍ଲୋମା ଓ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ଜାନୁଆରୀ 31 ତାରିଖ ଯାଏଁ ଚାଲୁ ରହିବ। ଏନେଇ ଇଗ୍ନୋର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସୁରେନ୍ଦ୍ର କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ସ୍ନାତକ, କଳା, ବିଜ୍ଞାନ, ବାଣିଜ୍ୟର ସାଧାରଣତଃ ବିଭାଗରେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଦେୟ ଓ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି। ମାତ୍ର ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରେ ରିହାତି ସୁବିଧା ପାଉଥିବେ, ସେମାନେ ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ ବୋଲି ଇଗ୍ନୋ ପକ୍ଷରୁ କୁହାଯାଇଛି। ଚଳିତ ଜାନୁଆରୀ ଶିକ୍ଷାବର୍ଷଠାରୁ ନୂତନ ଭାବେ ଆରମ୍ଭ ହୋଇଥିବା ସ୍ନାତକୋତ୍ତର ଓ ବ୍ୟାଚଲର ଅଫ୍ ସାଏନ୍ସ ପ୍ରୋଗ୍ରାମରେ ମଧ୍ୟ ନାମଲେଖା ହେବ। ନମ୍ବର 4 ବିନା ଗ୍ୟାରେଣ୍ଟିରେ 80,000 ଋଣ ଦେଉଛନ୍ତି ସରକାର, କେବଳ ଗୋଟିଏ ଡକୁମେଣ୍ଟ ଆବଶ୍ୟକ। ତେବେ ଏହି ସରକାରୀ ଯୋଜନାର ନାମ ହେଲା ପିଏମ୍ ସ୍ୱନିଧି ଯୋଜନା। ଯେତେବେଳେ କରୋନା ମହାମାରୀ ଦେଶରେ ବ୍ୟାପିଥିଲା, ସେହି ସମୟରେ ମୋଦି ସରକାର ଏହି ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଥିଲେ, ଯାହା ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇଛି। ଏହି ଲୋନର ବିଶେଷତ୍ୱ ହେଉଛି ଯେ ସରକାର ଦେଉଥିବା ଋଣ ବିନା ଗ୍ୟାରେଣ୍ଟିରେ ମିଳିବ, ଅର୍ଥାତ୍ ଏହି ଋଣ ନେବାକୁ ଆପଣଙ୍କୁ କିଛି ବନ୍ଧକ ରଖିବାକୁ ପଡ଼ିବ ନାହିଁ। ପିଏମ୍ ସ୍ୱନିଧି ଯୋଜନାର ତଥ୍ୟ ହିସାବରେ ଏହା 3ଟି କିସ୍ତିରେ ଦିଆଯିବ। ଆପଣ 50,000 ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିପାରିବେ। ବାସ୍ତବରେ ଏହି ସରକାରୀ ଯୋଜନା ଅଧୀନରେ ଋଣ ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କର କ୍ରେଡିବିଲିଟି ବଢ଼ାଇବାକୁ ପଡ଼ିବ ଓ ସେହି ଆଧାରରେ ଆପଣଙ୍କୁ ଲୋନ୍ ମିଳିବ। ପ୍ରଥମ ଆପଣ 10,000, ତାପରେ 20,000 ଏବଂ ତାପରେ 50,000 ଟଙ୍କା ଲୋନ୍ ନେଇପାରିବେ। ନମ୍ବର 5 ବାର୍ଥଡେ ପାର୍ଟିରେ ବଟି ମାଗିବାକୁ ଗଲେ ଡିଏସ୍ପି, ନ ମିଳିବାରୁ କଲେ ଫାୟାରିଂ। ଚାଲିଥିବା ବାର୍ଥଡେ ପାର୍ଟି ନାଚ ଗୀତରେ ମସଗୁଲରେ ଥିଲେ ଲୋକେ, ମଦ ମାଂସରେ ଆସର ବି ଜମିଥିଲା। ଏତିକି ବେଳେ ପାର୍ଟିରେ ହଠାତ୍ ପହଞ୍ଚିଲେ ଟ୍ରାଫିକ ଡିଏସ୍ପି ଆଉ ମାଗିଲେ ବଟି। ତେବେ ଲୋକେ ଟଙ୍କା ନ ଦେବାରୁ ରାଗି ଯାଇ ସେ ଫୁଟାଇଲେ ଗୁଳି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି, ସେହିପରି 2 ଜଣ ଆହତ ହୋଇଛନ୍ତି। ବିହାରରେ ଘଟିଛି ଏଭଳି କିଛି ଗୁଳିକାଣ୍ଡ ଘଟଣା। ବିହାରରେ ବ୍ୟାନ୍ ସତ୍ତ୍ୱେ ବହୁ ସଂଖ୍ୟକ ଲୋକେ ଏଠାରେ ମଦ୍ୟପାନ କରୁଛନ୍ତି। ବେଆଇନ ଓ ମଦ ଏଠାରେ ବହୁ ପରିମାଣରେ ଉତ୍ପାଦିତ ହେଉଛି। ପଡ଼ୋଶୀ ରାଜ୍ୟରୁ ମଧ୍ୟ ମଦ କାରବାର କରାଯାଉଛି। ସମୟ ସମୟରେ ମଦ କାରବାରରେ ପୁଲିସ ସମ୍ପୃକ୍ତ ଥିବା ଖବର ଆସୁଛି। ଏଭଳି ସ୍ଥିତି ଏକ ନୂଆ ଘଟଣା ସାମ୍ନାକୁ ଆସିଛି ରୋହତସରୁ। ଏଠାରେ ଶୁକ୍ରବାର ରାତିରେ ଏକ ବାର୍ଥଡେ ପାର୍ଟି ଚାଲିଥିବା ବେଳେ ଲୋକେ ମଦ ପିଉଥିଲେ। ନମ୍ବର 6 ମହଙ୍ଗା ପଡ଼ିଲା ରିଲ୍ସ ନିଶା। ରିଲ୍ସ କରିବାକୁ ସ୍ୱାମୀ ମନା କରିବାରୁ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ମହିଳା। ଜୀବନ ନେଇଗଲା ରିଲ୍ସ କରିବାର ନିଶା। ଇନଷ୍ଟାଗ୍ରାମରେ ରିଲ୍ସ କରିବାକୁ ସ୍ୱାମୀ ମନା କରିବାରୁ ଟ୍ରେନ୍ ଆଗରେ ଜୀବନ ହାରିଲେ ମହିଳା। ପରିବାର ଲୋକେ ଏହା ଜାଣିବା ପରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ଆରମ୍ଭ କରିଛି। ଉତ୍ତରପ୍ରଦେଶର ମହାସହରରେ କେତୱାଲି ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଖବର ମୁତାବକ 7 ମାସ ପୂର୍ବରୁ ବିବାହ କରିଥିବା ଦମ୍ପତିଙ୍କ ଖୁସି ରିଲ୍ସ ଯୋଗରେ ଦୁଃଖିତରେ ପରିଣତ ହୋଇଯାଇଛି। ରିଲ୍ସ ବନେଇବା ନିଶା ମହଙ୍ଗା ପଡ଼ିଛି। ଲାଳପୁର ଗାଁରେ ରହୁଥିବା ସଫିକ ମହବା ଭଡ଼ା ଘରେ ରହି ଅଣ୍ଡା ବେପାର କରୁଥିବା 7 ମାସ ପୂର୍ବରୁ 20 ବର୍ଷୀୟ ଜୁଲେଖାଙ୍କ ସହିତ ବିବାହ କରିଥିଲେ ସଫିକ। ନବବିବାହିତ ଦମ୍ପତି ଖୁସିରେ ନିଜ ଜୀବନ ବିତାଉଥିଲେ, ହେଲେ ପ୍ରତିଦିନ ରିଲ୍ସ କରିବାକୁ ନେଇ ଉଭୟଙ୍କର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ନମ୍ବର 7 ଜାନୁଆରୀ 1ରୁ ବଦଳିଯିବ ଏହି ସମସ୍ତ ନିୟମ। ଆଉ ମାତ୍ର କିଛି ଦିନର ଅପେକ୍ଷା, ଆରମ୍ଭ ହେବ
ଆଉ ଏକ ବର୍ଷ ଅର୍ଥାତ୍ 2025, ତେବେ ଏକ ନୂଆ ବର୍ଷର ଆରମ୍ଭ ସହ ଅନେକ ନିୟମ ମଧ୍ୟରେ ପରିବର୍ତ୍ତନ ହୋଇଥାଏ। ଜାନୁଆରୀ 2025 ବର୍ଷରେ ଅନେକ ନିୟମ ବଦଳିଯିବ। ସାରା ଦେଶରେ ଅନେକ ନିୟମ ଲାଗୁ ହେବ, ଯାହା ଆପଣଙ୍କ ପକେଟକୁ ମଧ୍ୟ ପ୍ରଭାବ ପକାଇବ। ତେବେ ଚାଲନ୍ତୁ ଜାଣିବା ଜାନୁଆରୀ 1, 2025ରୁ କେଉଁ କେଉଁ ନିୟମ ସବୁ ପରିବର୍ତ୍ତନ ହେବାକୁ ଯାଉଛି। ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ପ୍ରତ୍ୟେକ ମାସରେ ପ୍ରଥମ ଦିନରେ ଡିଲର ମାର୍କେଟ କମ୍ପାନୀଗୁଡ଼ିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ସମୀକ୍ଷା କରୁଛନ୍ତି ଏବଂ ନୂଆ ମୂଲ୍ୟ ଘୋଷଣା କରନ୍ତି। ଗତ କିଛି ମାସ ଧରି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ତଥାପି ଘରୋଇ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର ରହିଛି। ତେବେ ଜାନୁଆରୀ 1ରୁ ଗ୍ୟାସ୍ ମୂଲ୍ୟରେ ପରିବର୍ତ୍ତନ ହୋଇପାରେ। ନମ୍ବର 8, ଫସଲ କ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା। ଫସଲ କ୍ଷତି ନେଇ ଶନିବାର ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା 30 ତାରିଖ ସୁଦ୍ଧା ଫସଲ କ୍ଷତିପୂରଣ ଆକଳନ କରାଯିବ। ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ କରାଯିବ। ବୀମା କରିଥିବା ଚାଷୀ ଓ କରିନଥିବା ଚାଷୀମାନେ ଏହି କ୍ଷତିପୂରଣ ପାଇବେ। ବର୍ତ୍ତମାନ ସୁଦ୍ଧା 1,26,000 ଚାଷୀଙ୍କ ଆବେଦନ କରିଛନ୍ତି। ରବିବାର ସୁଦ୍ଧା ଅନ୍ୟ ଚାଷୀମାନେ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଟୋଲ୍ ଫ୍ରି ନମ୍ବର 14447ରେ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ କୃଷିମନ୍ତ୍ରୀ କେ.ବି. ସିଂହଦେଓ, ରାଜସ୍ୱ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନ ମଧ୍ୟ ଉପସ୍ଥିତ ଥିଲେ। ନମ୍ବର 9, ରୋହିତ ଶର୍ମାଙ୍କ ଖେଳ ଶେଷ। ଅଧିନାୟକ ପଦରୁ ହଟିବେ, ଦଳରୁ ବି ବିଦାୟ ହେବେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ଟେଷ୍ଟ ଏବେ ଖେଳାଯାଉଥିବା ବେଳେ ସାମାନ୍ୟ ବ୍ୟାକ୍‌ଫୁଟ୍ ଚାଲିଯାଇଥିବା ଟିମ୍ ଇଣ୍ଡିଆ ବ୍ୟାଟିଂରେ ଟିମ୍ ଇଣ୍ଡିଆ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲେ ବି ଶେଷରେ ନିତିଶ କୁମାର ରେଡ୍ଡି ଏବଂ ୱାଟକିନ୍ସ ସୁନ୍ଦର ଦଳକୁ ସଙ୍କଟରୁ ଉଦ୍ଧାର କରିଛନ୍ତି। ନିତିଶ ଦର୍ଶନୀୟ ଶତକ ହାସଲ କରିଥିବା ବେଳେ ୱାଟକିନ୍ସ ସୁନ୍ଦର ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଅଦର୍ଶକୀୟଙ୍କୁ ଇନିଂସ ଖେଳିଛନ୍ତି। ତେବେ ବଡ଼ କଥା ହେଉଛି ଅଧିନାୟକ ରୋହିତ ଶର୍ମା ଲଗାତାର ଭାବେ ଫେଲ୍ ମାରୁଛନ୍ତି। କେବଳ ରୋହିତ ଶର୍ମା ନୁହେଁ, ବିରାଟ କୋହଲି ବି ଫେଲ୍। ବିଦେଶ ମାଟିରେ ଉଭୟ ଭଲ ପ୍ରଦର୍ଶନ କରୁଥିବା ଟ୍ରାକ୍ ରେକର୍ଡ କହୁଛି। ନମ୍ବର 10, ବିବାହ ପରେ ବି ରଖନ୍ତି ପରପୁରୁଷ ସହ ସମ୍ପର୍କ, ନାହିଁ ଲଗାମ। ଆଫଗାନିସ୍ତାନ ଓ ପାକିସ୍ତାନ ସୀମାରେ ବସବାସ କରୁଥିବା ଖାଲାସ ଜନଜାତି ପାକିସ୍ତାନରେ ସର୍ବନିମ୍ନ ଜନସଂଖ୍ୟା ବିଶିଷ୍ଟ ସମ୍ପ୍ରଦାୟ ମଧ୍ୟରୁ ଅନ୍ୟତମ। ଏହି ଜନଜାତି ସଦସ୍ୟଙ୍କ ସଂଖ୍ୟା ପ୍ରାୟ 4,500। ଏହି ସମ୍ପ୍ରଦାୟ ଏହାର ଅନ୍ୟାନ୍ୟ ଆଧୁନିକ ପରମ୍ପରା ପାଇଁ ଜଣାଶୁଣା। ଏହି ସମ୍ପ୍ରଦାୟର ମହିଳାମାନେ ଅନ୍ୟ ପୁରୁଷମାନଙ୍କ ସହ ପସନ୍ଦ କରନ୍ତି, ତେଣୁ ସେମାନେ ନିଜ ସ୍ୱାମୀଙ୍କୁ ଛାଡ଼ି ଓ ପରପୁରୁଷମାନଙ୍କ ସହିତ ସମ୍ପର୍କ ରଖନ୍ତି। ଖାଲାସ ସମ୍ପ୍ରଦାୟ କୈବର ପ୍ରାନ୍ତର ଚିତ୍ରାନ୍ତ ଉପତ୍ୟକାରେ ବାମ୍ବୁର ବୀର ଓ ରାମପୁର ଅଞ୍ଚଳରେ ବାସ କରନ୍ତି। ଏହି ସମ୍ପ୍ରଦାୟ ହିନ୍ଦୁକୁଶ ପର୍ବତ ଦ୍ୱାରା ଆଚ୍ଛାଦିତ ଓ ପାର୍ବତ୍ୟ ରେଞ୍ଜ ଦ୍ୱାରା ଘେରି ରହିଥିବା ସ୍ଥାନରେ ବାସ କରନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ସେମାନେ ସେମାନଙ୍କର ସଭ୍ୟତା ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଏହି ସ୍ଥାନରେ ରୁହନ୍ତି।